ପିଲାମାନେ ତମେ ମାନେ ଜାଣିଛ ଯେ ତୁମର ଆରଆଇ ଯୋଉ ରହିଛି ଆବେଦନ ସେଟା ତ ତୁମର ଚାଲିଛି। ତ ମୋର ଏଇ ଭିଡିଓ ବନେଇବାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଆଉ ତମ ହାତରେ ଅଳ୍ପ ଦିନ ରହୁଛି, ଆଉ 4 ଦିନ ପାଖାପାଖି ତମ ହାତରେ ରହୁଛି। ଯଦି ତମେ 2026 ରେ ଗୋଟେ ସରକାରୀ ଚାକିରି କରିବା ପାଇଁ ଚାହୁଁଛ, ନିଜ ପଞ୍ଚାୟତରେ ଆରଆଇ ଅମିନ ହବା ପାଇଁ ଚାହୁଁଛ, এইটা তোমাମାନଙ୍କ ପାଇଁ ଶେଷ ସୁଯୋଗ। ଯଦି ତୁମେ ଏତେ ପର୍ଯ୍ୟନ୍ତ ଆବେଦନ କରିଦେଇଛ ତାହେଲେ କମେଣ୍ଟ ସେକ୍ସନରେ ୟେସ୍ ଲେଖିଦିଅ। ଯଦି ତୁମେ ଆବେଦନ କରିନ ନ ଲେଖିଦିଅ, ମୁଁ ତୁମମାନଙ୍କୁ ଡାଇରେକ୍ଟ ମେସେଜ କରିବି ଏବଂ ତମେମାନେ କ'ଣ ପାଇଁ କୋ ରିଜନ ପାଇଁ ଆବେଦନ କରିନ ତୁମମାନଙ୍କୁ ମୁଁ ପଚାରିବି। ଦେଖ ପିଲାମାନେ, ମୁଁ ତୁମକୁ କହିଲି ଯେହେତୁ 2027 ରେ ତୁମର ପଞ୍ଚାୟତ ଇଲେକ୍ସନ ଆସୁଛି, ସେଥିପାଇଁ ତୁମର ଏଥର ଭ୍ୟାକେନ୍ସି ଆସୁଛି। ଯଦି ତୁମେ ଏଥର ବି ହାତଛଡ଼ା କରିଦେବ ନା, ନେକ୍ସଟ ଭ୍ୟାକେନ୍ସି ତୁମର କେବେ ଆସିବ କେହି କହିପାରିବେନି। ତେଣୁ ତୁମେମାନେ ଆବେଦନ କର। ଯଦି ତୁମେମାନେ ଆବେଦନ କରିସାରିଛ ତେବେ ତାପରେ କ'ଣ କରିବ ନା, ତାପରେ ପିଲାମାନେ ଆମର ଗୋଟେ ପ୍ରତିଜ୍ଞା 3.0 ବେଚ୍ ଷ୍ଟାର୍ଟ ହେଇଯାଇଛି। ଯଦି ତୁମେ ପୁରା ପ୍ରଥମରୁ ପଢ଼ିବା ପାଇଁ ଚାହୁଁଛ, ତୁମର ବେସିକ୍ ଏଠି କ୍ଲିୟର ନାହିଁ ଯେ ତୁମେ ସାର୍ ମୁଁ ପୁରା ପ୍ରଥମରୁ ପଢ଼ିବି ଯେମିତି ମୋର ଏଠି ଚାକିରି ହବ, ତେବେ ତୁମେମାନେ ଆମର ପ୍ରତିଜ୍ଞା 3.0 ବେଚ୍ କୁ ନେଇପାରିବ। ମୁଁ ଯେମିତି ତୁମକୁ ପୂର୍ବରୁ ବି କହିଥିଲି, ଯଦି ଆମ ଅନୁସାରେ ପଢ଼ିକି ବି ତୁମର ଚାକିରି ନ ହେଲା ତେବେ ତୁମମାନଙ୍କ ଟଙ୍କା ଆମେ ରିଫଣ୍ଡ କରିଦେବୁ। ଏବଂ ଏଇ ବେଚ୍ ସେଇ ପିଲାଙ୍କ ପାଇଁ ଯୋଉମାନଙ୍କର ପାଠପଢ଼ା ସହିତ ଟଚ୍ ଛାଡ଼ି ଯାଇଛି, ଯୋଉମାନେ କୋଉଠି ଚାକିରି କରୁଛନ୍ତି ବା ଯୋଉମାନେ ଶେଷ ଥର ପାଇଁ ଆଉ ଥରେ ସରକାରୀ ଚାକିରି ପାଇଁ ଟ୍ରାଏ କରୁଛନ୍ତି, ସେଇ ପିଲାଙ୍କ ପାଇଁ ଆମର ଏଇ ବେଚ୍ ରହିଛି। ତେଣୁ ଆଉ ଲେଟ୍ କରନି, ଏବେ ହିଁ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥୀକୁ ଇନଷ୍ଟଲ କର ଏବଂ ଯୋଉମାନଙ୍କର ଫ୍ରି ବୁକ୍ ଦରକାର ସେମାନେ ମଧ୍ୟ ଆପ୍ଲିକେସନ ରେ ମୁଁ ତୁମକୁ ଫ୍ରି ବୁକ୍ ମଧ୍ୟ ଦେଇଛି, ତମେ ମାନେ ଯାଇକି ଫ୍ରି ବୁକ୍ ସେଠୁ ନେଇ ପାରିବ। 15 ତାରିଖ ତମର ଲାଷ୍ଟ ଡେଟ୍ ରହୁଛି। ଯଦି ତୁମେ ଆବେଦନ କରିନ ତେବେ 15 ତାରିଖ ପୂର୍ବରୁ ଆବେଦନ କର। ତେଣୁ ଏବେ ଯାଅ OSSSC ସାଇଟ୍ କୁ ଯାଅ ଏବଂ ସେଠି ତମେ ମାନେ ଆବେଦନ କରିଦିଅ। କିଛି ବି ଡାଉଟ୍ ରହୁଛି କମେଣ୍ଟ ସେକ୍ସନ ରେ ମତେ ପଚାର, ମୁଁ 100% ତୁମମାନଙ୍କୁ ରିପ୍ଲାଏ ଦେବି ଏବଂ ତୁମମାନଙ୍କର ଯାହା ବି ପ୍ରୋବ୍ଲେମ ରହୁଛି ତୁମମାନଙ୍କୁ ସେୟାର କରିବି। এই ভিডিও তোমার সেই সাংগମାନଙ୍କୁ সেয়ার କରିଦିଅ ଯୋଉମାନଙ୍କ ସହିତ ତୁମେ ମନସ୍ଥ କରିଛ ଏଥର ଯେମିତି ବି ହେଲେ ଗୋଟେ ସରକାରୀ ଚାକିରି କରି ଦେଖେଇବ। ଜୟ ଜଗନ୍ନାଥ।